ଶାନ୍ତି ପାଇଁ ଜାପାନୀ ମାର୍ଗ। କର୍ମମୟ ଜୀବନର ବ୍ୟସ୍ତତାରେ ବିବ୍ରତ ମଣିଷ ବିଷାଦଗ୍ରସ୍ତ ଓ କ୍ଳାନ୍ତ ହୋଇ ଶାନ୍ତିର ମାର୍ଗ ଖୋଜି ବୁଲୁଛି। ଆଜିର ଦୁନିଆରେ ଟିକେ ଶାନ୍ତି ପାଇବା ଏକ ପ୍ରକାର ଅସମ୍ଭବ ହୋଇଯାଇଛି। ଏଭଳି ପରିସ୍ଥିତିରେ ଶାନ୍ତି ପାଇବା ପାଇଁ ଜାପାନୀମାନେ କିଛି ମାର୍ଗ ବା ଉପାୟ ନିର୍ଦ୍ଧାରଣ କରିଛନ୍ତି। ଏହି ଉପାୟଗୁଡ଼ିକୁ ଯେ କେହି ଅଭ୍ୟାସ କରି ଚାଲିଲେ ଆଦୌ ଅଶାନ୍ତିର ବଶବର୍ତ୍ତୀ ହେବ ନାହିଁ ବୋଲି ସେମାନଙ୍କର ବିଶ୍ୱାସ। କିନ୍ତୁ ଏସବୁ କରିବାକୁ ହେଲେ ଆଗ ମନକୁ ଦୃଢ଼ କରିବା ଦରକାର। ତେବେ ଯାଇ ଜଣେ ମାନସିକ ଶାନ୍ତି ଅନୁଭବ କରିପାରିବ। ନେମ୍ ବୁତ୍ସୁ ଏହା ଏକ ସରଳ ଏବଂ ଶକ୍ତିଶାଳୀ ଉପାୟ ଯାହା ମନକୁ ବାସ୍ତୁବାଦୀ ଚିନ୍ତାରୁ ସ୍ଥାନାନ୍ତରିତ କରିଥାଏ। ଏହାର ଅର୍ଥ ଈଶ୍ୱରଙ୍କ ଧ୍ୟାନ ତପ ଉପରେ କିଛି ସମୟ କାଟିବା। ଏପରି କରିବା ଦ୍ୱାରା ମନ ହାଲୁକା ଲାଗେ ଓ ସକାରାତ୍ମକ ଚିନ୍ତାଧାରା ଆସିଥାଏ। ଗମାନ ଜାପାନୀ ଦର୍ଶନରେ ଏହାର ଅର୍ଥ ଅସୀମ ସହନଶୀଳତା ବା ଧୈର୍ଯ୍ୟ। ଅନ୍ୟ ଅର୍ଥରେ କହିବାକୁ ଗଲେ ଅସହ୍ୟ ମନେ ହେଉଥିବା ପରିସ୍ଥିତିକୁ ସଂଯମ ଓ ସମ୍ମାନର ସହିତ ସହ୍ୟ କରିବା। ଏହାଦ୍ୱାରା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ମଣିଷ ପାଇଁ ସହଜ ହୋଇଥାଏ। ଜୀବନରେ ନିର୍ଣ୍ଣୟ ନେଇ ଶିଖନ୍ତୁ। କାଳେ ନିର୍ଣ୍ଣୟ ଭୁଲ ହୋଇଯିବ ଏ ଡରକୁ ମନରୁ ବାହାର କରିଦିଅନ୍ତୁ। ଯଦି ବି ନିର୍ଣ୍ଣୟ ଭୁଲ ହୋଇଯାଏ ତେବେ ବ୍ୟବହାରିକ ବୁଦ୍ଧି ଦ୍ୱାରା ସେଥିରୁ ବି ଫାଇଦା ଉଠାଇବା ଶିଖନ୍ତୁ। ନିର୍ଣ୍ଣୟ ନେବା ସମୟରେ ମସ୍ତିଷ୍କ ଓ ହୃଦୟ ଉଭୟର ବ୍ୟବହାର କରନ୍ତୁ। ହୃଦୟ ଯଦି ହେଡ୍ର ବ୍ୟବହାର କରିବାକୁ କହେ ତାହେଲେ ତାର ପୂର୍ଣ୍ଣ ସହଯୋଗ କରନ୍ତୁ। ସର୍ବଦା ତେଜ ସ୍ଥାନରୁ ନିର୍ଦ୍ଦେଶ ପାଆନ୍ତୁ। ବିଶ୍ୱ ତେଜ ସ୍ଥାନ ନିର୍ଦ୍ଦେଶ ନେଉଥିବା ଲୋକମାନଙ୍କର ମାର୍ଗଦର୍ଶନ ଚାହେଁ। ଯେ ଜ୍ଞାନଦାତ୍ରୀ ଦେବୀ ମା ସରସ୍ୱତୀ। ଋଗ୍ ବେଦ ମତେ ସରସ୍ୱତୀ ମହାଶକ୍ତିଙ୍କର ଉତ୍ସ। ଏହି ଦେବୀ ନିରାକାର ନିର୍ଗୁଣ ନିର୍ମାୟା। ତାଙ୍କୁ ମାତା ଓ ନଦୀ ରୂପରେ ସ୍ତୁତି କରି ଋଗ୍ ବେଦରେ ଉଲ୍ଲେଖ ଅଛି। ଅମ୍ବି ତମେ ନଦୀ ତମେ ଦେବୀ ତମେ ସରସ୍ୱତୀ ଅପ୍ରଶସ୍ତ ଇବ ସ୍ୱାମୀ କ୍ରଶସ୍ତି ମମ ନିଷ୍କୃତି। ଆର୍ଯ୍ୟ ଋଷିଗଣ ସ୍ତୁତି କରି କହିଛନ୍ତି ହେ ଶ୍ରେଷ୍ଠ ମାତା, ହେ ଶ୍ରେଷ୍ଠ ନଦୀ, ଆମେ ସବୁ ଅପ୍ରଶସ୍ତ ପ୍ରାଣୀ। ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ। ବେଦରେ ଦେବୀମାନଙ୍କର ବନ୍ଦନାରେ ଦେବୀ ସରସ୍ୱତୀଙ୍କର ବର୍ଣ୍ଣନା ପ୍ରଥମ ଓ ପ୍ରଧାନ। ହିନ୍ଦୁ ଧର୍ମ ବ୍ୟତୀତ ବୌଦ୍ଧ ଓ ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ୱତୀଙ୍କର ଆରାଧନା ରହିଛି। ଭାରତ ବାହାରେ ତିବ୍ବତ, ଚୀନ ଓ ଜାପାନରେ ଦେବୀ ସରସ୍ୱତୀ ବୌଦ୍ଧ ଦେବୀ ଭାବେ ଜନାଦୃତ। ବୌଦ୍ଧ ଧର୍ମରେ ସେ ଭିକ୍ଷୁକମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ ବୌଦ୍ଧଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି। ବୌଦ୍ଧ ଧର୍ମଶାସ୍ତ୍ର ସାଧନାମାଳାରେ ଉଲ୍ଲେଖ ଅଛି ଦେବୀ ସରସ୍ୱତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି। ଏହି ଗ୍ରନ୍ଥରେ ସରସ୍ୱତୀ ଚତୁର୍ରୂପରେ ପୂଜିତା। ମହା ସରସ୍ୱତୀ, ବଜ୍ରବୀଣା ସରସ୍ୱତୀ, ବଜ୍ର ଶାରଦା ଓ ବଜ୍ର ସରସ୍ୱତୀ। ବୌଦ୍ଧ ଧର୍ମ ଉପରେ ପଡ଼ିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଓ ବୁଦ୍ଧିମତାର ବୌଦ୍ଧ ଦେବୀ ପ୍ରଜ୍ଞା ପାରମିତା ପରବର୍ତ୍ତୀ ସମୟରେ ସରସ୍ୱତୀ ରୂପେ ପରିଚିତ ହେଲେ। ଜୟ ଶ୍ରୀ ଜଗନ୍ନାଥ।